ତିନ୍ତିବା ଦେଖି ଜଗନ୍ନାଥ ଫଣାରେ ଢାଙ୍କିଲେ ଅନନ୍ତ ଗୋସ୍ୱାମୀ ଜଗନ୍ନାଥ ଦାସ ତାଙ୍କର ଶ୍ରୀମଦ୍ ଭାଗବତରେ କଲମ କରୁଛନ୍ତି। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତିନ୍ତି ଯାଉଛନ୍ତି ସେତେବେଳେ ଶେଷନାଗ ଆସିକି ତାଙ୍କୁ ଢାଙ୍କି ଦେଉଛନ୍ତି। ମୁଁ ଡକ୍ଟର କାହ୍ନୁଚରଣ ମିଶ୍ର ଆପଣମାନଙ୍କୁ ଆଜି କହିବାକୁ ଚାହୁଁଛି, ଭଗବାନ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିସାରିଲା ପରେ କାହିଁକି କୃଷ୍ଣାବତାରରେ ଲହୁଣୀ ଚୋରି କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପରମ ପୁରୁଷ, ପରମ ବ୍ରହ୍ମ ଏବଂ ସେ ହେଉଛନ୍ତି ସ୍ୱୟଂ ଭଗବାନ। ଏତେ ଚାଂଶ କଳା ପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ସେହି ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ପଦାର ବିନ୍ଦରେ ମୁଁ ଅନନ୍ତ କୋଟି ପ୍ରଣାମ ଜ୍ଞାପନ କରୁଛି। ଲହୁଣୀ ଚୋରି ପ୍ରସଙ୍ଗ ଅତ୍ୟନ୍ତ ମାର୍ମିକ ଭାବରେ ବର୍ଣ୍ଣନା କରାଯାଇଛି ସମସ୍ତ ବୈଷ୍ଣବୀୟ ଗ୍ରନ୍ଥରେ, ପୁରାଣ ମାନଙ୍କରେ। ବ୍ରଜେ ପ୍ରସିଦ୍ଧಂ ନବନୀତ ଚୌରମ୍ ବ୍ରଜାଙ୍ଗନାନାଂ ଚଦୁକୂଳ ଚୌରମ୍ ଅନେକ ଜନ୍ମାର୍ଜିତ ପାପ ଚୌରମ୍ ଚୌରାଗ୍ରଗଣ୍ୟମ୍ ପୁରୁଷಂ ନମାମି ଚୌରାଗ୍ରଗଣ୍ୟମ୍ ପୁରୁଷಂ ନମାମି। ଚୋରମାନଙ୍କ ଭିତରେ ଅଗ୍ରଗଣ୍ୟ ପୁରୁଷ ହେଉଛନ୍ତି ଶ୍ରୀକୃଷ୍ଣ ଭଗବାନ। କ'ଣ କ'ଣ ସେ ଚୋରି କରିଛନ୍ତି ନା, ବ୍ରଜେ ପ୍ରସିଦ୍ଧಂ ନବନୀତ ଚୌରମ୍। ନବନୀତ ଶବ୍ଦର ଅର୍ଥ ହେଉଛି ଲହୁଣୀ। ଆପଣମାନେ ଲକ୍ଷ୍ୟ କରିବେ, ଅତ୍ୟନ୍ତ ସାରଭୂତ ଜିନିଷ ହେଉଛି ଲହୁଣୀ। କ୍ଷୀରରୁ ଉଦ୍ଭବ ହେଉଥିବା ଲହୁଣୀ ଅତ୍ୟନ୍ତ କୋମଳ, ଅତ୍ୟନ୍ତ ମଧୁର, ଅତ୍ୟନ୍ତ କୋମଳତାର ହେଉଛି ବ୍ୟବହାର। ସେଇଥିପାଇଁ ଭଗବାନ ଶ୍ରୀକୃଷ୍ଣ କୋମଳତାକୁ, ସରଳତାକୁ, ନିଷ୍କପଟତାକୁ ସମ୍ପୂର୍ଣ୍ଣ ଭାବରେ ଚୋରି କରି ନିଅନ୍ତି, ନିଜ ପାଖକୁ ନେଇଯାଆନ୍ତି। ଆପଣମାନେ ଲକ୍ଷ୍ୟ କରନ୍ତୁ, ଯଦି ଚରିତ୍ର ଭିତରେ କପଟତା ଆସିଗଲା, ଚରିତ୍ର ଭିତରେ ଯଦି କଳଙ୍କ ଆସିଗଲା, ଚରିତ୍ର ଭିତରେ ଯଦି ଆପଣମାନେ ଗର୍ବ ଅହଙ୍କାର ଭାବକୁ ନେଇ ଆସିଲେ, ଭଗବାନଙ୍କର ସ୍ପର୍ଶ ଆସିପାରିବନି, ଭଗବାନଙ୍କର କୃପା ଲାଭ ହୋଇପାରିବ ନାହିଁ। ଯଦି ଆପଣମାନେ ଦେଖିବେ, କୋମଳ ଶିଶୁଟିଏ ଯେତେବେଳେ ପରିଭ୍ରମଣ କରୁଛି, ଭଗବାନ ନିଜେ ତା ପାଖକୁ ଚାଲି ଆସୁଛନ୍ତି। ଭଗବାନ ଶ୍ରୀକୃଷ୍ଣ ଲହୁଣୀ ଚୋରି କରିବାର ଏକମାତ୍ର କାରଣ ହେଉଛି ଆପଣମାନଙ୍କୁ ପୂର୍ବ ଅଧ୍ୟାୟ ମାନଙ୍କରେ କେଉଁଠି କହିଦେଇଥିବି କିମ୍ବା ଆପଣମାନେ ଶାସ୍ତ୍ରରୁ ପଢ଼ିକି ଜାଣିଥିବେ। ଇକ୍ଷୁ ବିକାର ନବୀନା କବିନା ଗବାଙ୍ଗ ରସ ବାଳକ ଭାଷଣଞ୍ଚ ତାମ୍ବୁଳ ଚ୍ୟୁତ ବନିତା କଟାକ୍ଷ ଏତାନି ସ୍ୱର୍ଗେ ନ ଲଭନ୍ତି ଦେବା। ସ୍ୱର୍ଗରେ ଭଗବାନଙ୍କ ପାଖରେ କ୍ଷୀର ନଥାଏ, ଏକମାତ୍ର ଗୋଟିଏ ଗାଭୀ ଅଛନ୍ତି ସ୍ୱର୍ଗରେ, ସେ ହେଉଛନ୍ତି କାମଧେନୁ। ଇଚ୍ଛା ହେଲେ କ୍ଷୀର ଟିକେ ସେ ପ୍ରଦାନ କରନ୍ତି। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଅବତାର ହେଇଗଲା, ଯେତେବେଳେ ସେ ମର୍ତ୍ତ୍ୟରେ ଆସିକି ଲୀଳା କଲେ, ସେତେବେଳେ ଦେଖିଲେ ଗୋପାଳୁଣୀମାନେ, ଗୋପପୁରର ରମଣୀମାନେ, ସେମାନେ ଦୁଗ୍ଧଜାତ ଦ୍ରବ୍ୟରୁ ଲହୁଣୀ ତିଆରି କରିକି ରଖୁଛନ୍ତି ଏବଂ ତାକୁ ଲୁଚେଇକି ରଖୁଛନ୍ତି, ସେଥିରୁ ଘୃତ ଇତ୍ୟାଦି ସାର ଦ୍ରବ୍ୟକୁ ବାହାର କରିବା ପାଇଁ। ଭଗବାନ ଶ୍ରୀକୃଷ୍ଣ ଅଷ୍ଟସଖାଙ୍କ ସହିତ ମିଶିକି ଲହୁଣୀକୁ ଚୋରି କରିକି ଖାଇଦିଅନ୍ତି, ଲହୁଣୀକୁ ଚୋରି କରିକି ଖାଇଦିଅନ୍ତି। ସେଥିରେ ଅତ୍ୟନ୍ତ ଆନନ୍ଦ ଆସିଯାଏ। ଗୋପାଳୁଣୀ ମାନଙ୍କର, ଗୋପୀମାନେ ହେଉଛନ୍ତି ପରମ ଭକ୍ତ, ଶ୍ରେଷ୍ଠ ଭକ୍ତ, ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଏବଂ ସେ ଯାହାକୁ ରଖିଥାନ୍ତି ତିଆରି କରିକି ଲହୁଣୀ, ସେ ହେଉଛି ଅତ୍ୟନ୍ତ ନିଷ୍କଳଙ୍କ, ନିଷ୍କପଟ, ପରିଷ୍କୃତ, ସଂସ୍କୃତ ଏବଂ ମାର୍ଜିତ। ସେଇଭଳି ସ୍ୱଭାବର ବ୍ୟକ୍ତିତ୍ୱଙ୍କୁ, ସେଇଭଳି ସ୍ୱଭାବର ଜିନିଷକୁ ଭଗବାନ ଗ୍ରହଣ କରିବାକୁ ଚାହାନ୍ତି। ସେଇଥିପାଇଁ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ କୃଷ୍ଣାବତାରରେ ଲହୁଣୀକୁ ଚୋରି କରିକି ନିଜେ ଗ୍ରହଣ କରିଛନ୍ତି।